ଏବେ ଲାଟେଷ୍ଟ ଖବର ଆସି ପହଞ୍ଚୁଛି ଇଣ୍ଡୋନେସିଆର ଜାଭା ସ୍କୁଲରେ ଛାତ ଭୁଶୁଡ଼ିଛି। ପ୍ରାୟ ଛାତ ଭୁଶୁଡ଼ିବା ପରେ ଅନେକ ଛାତ୍ରମାନେ ସେଇ ଛାତ ତଳେ ଚାପି ହୋଇଯାଇଛନ୍ତି। କେତେ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି ଏବଂ ଅନେକ ଜଣ ଆହତ ହୋଇଛନ୍ତି। ଆପଣମାନେ ଦେଖୁଥିବେ ସିଧାସଳଖ ଫଟୋ ଚିତ୍ର ମୁଁ ଆପଣଙ୍କୁ ଦେଖାଉଛି ଇଣ୍ଡୋନେସିଆର ଜାଭା ସ୍କୁଲର ଦୃଶ୍ୟ। ଅନେକ ଛାତ୍ରମାନଙ୍କୁ ଏବେ ସୁଦ୍ଧା ଆମ୍ବୁଲାନ୍ସରେ ବୁହା ଯାଉଛି ଏବଂ ଆମ୍ବୁଲାନ୍ସ ମାଧ୍ୟମରେ ଡକ୍ଟରଖାନା ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାକୁ ପଠାଯାଉଛି। ଦେଖନ୍ତୁ ଇଏ ହେଉଛି ସିଧାସଳଖ ଦୃଶ୍ୟ ମୁଁ ଦେଖେଇବି। ଲାଟେଷ୍ଟ ଖବର ଆସି ପହଞ୍ଚିଛି ଇଣ୍ଡୋନେସିଆ ଜାଭା ସ୍କୁଲରେ ପ୍ରାୟ ଅନେକ ଛାତ୍ରମାନେ ପ୍ରାର୍ଥନା ଚାଲିବାକୁ ଅନେକ ଛାତ୍ରମାନେ ପ୍ରାର୍ଥନା ପାଇଁ ଏକତ୍ରିତ ହୋଇଥିବା ସମୟରେ ସମ୍ପୂର୍ଣ୍ଣ ଭାବରେ ଛାତଟିଏ ଭୁଶୁଡ଼ିଥିଲା। ଅନେକ ଛାତ୍ରମାନଙ୍କର ମୃତ୍ୟୁହତ ହୋଇଥିବା ଯାହା ସୂଚନା ଆସୁଛି ଏବଂ ଅନେକ ଜଣ ଆହତ ହୋଇଛନ୍ତି, ଯାହା ସମ୍ପୂର୍ଣ୍ଣ ଭାବରେ ତଥ୍ୟ ଯଦି ଆସୁନି, କିନ୍ତୁ ଦେଖନ୍ତୁ ଇଏ ଗୋଟେ ସମ୍ପୂର୍ଣ୍ଣ ଭାବରେ ବଡ଼ ଧରଣର ଦୁର୍ଘଟଣା କହିଲେ କିଛି ଭୁଲ ହେବନି। ଇଣ୍ଡୋନେସିଆର ଜାଭା ସ୍କୁଲର ଛାତ ଭୁଶୁଡ଼ି ପ୍ରାୟ ଅନେକ ଛାତ୍ରମାନେ ଛାତ ତଳେ ଚାପି ହୋଇଯାଇଛନ୍ତି। ଅନେକ ଜଣ ମଧ୍ୟ ମୃତ୍ୟୁ ହୋଇଥିବେ। ଏବେ ମଧ୍ୟ ରେସ୍କ୍ୟୁ ଅପରେସନ୍ ଚାଲିଛି, ଯାହା ଏବେ ଲାଟେଷ୍ଟ ଖବର ଆସି ପହଞ୍ଚୁଛି ଇଣ୍ଡୋନେସିଆର।